ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ନିଅନ୍ତୁ। ପ୍ରଥମ ଖବର, ଆଜି ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। 1,12,57,667 ଜଣ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ 1,02,12,665 ଜଣ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ। 5,000 କୋଟିରୁ ଉର୍ଦ୍ଧ୍ୱର ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ। 2,13,000 ନୂଆ ହିତାଧିକାରୀ ମଧ୍ୟ ଏଥର ସୁଭଦ୍ରା ଟଙ୍କା ପାଇବେ। ପୁରୀର ତାଳବଣିଆଠାରେ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ ହେବ। ପରବର୍ତ୍ତୀ ଖବର, ମେ 1ରୁ ଧାନ କିଣିବେ ସରକାର। କୁଇଣ୍ଟାଲ ପ୍ରତି 731 ଟଙ୍କା ମିଳିବ ଇନପୁଟ ସହାୟତା। ଆସନ୍ତା ମେ ମାସରୁ ରବି ଧାନ କିଣିବେ ସରକାର। ମେ 1 ତାରିଖରୁ ଧାନ କିଣା ଆରମ୍ଭ ହୋଇ ଜୁନ 30 ତାରିଖରେ ଶେଷ ହେବ। ଓଡ଼ିଶା ରାଜ୍ୟ ନାଗରିକ ଯୋଗାଣ ନିଗମ ଲିମିଟେଡ୍, PACS, LAMPS, ପାଣି ପଞ୍ଚାୟତ ଇତ୍ୟାଦି ମାଧ୍ୟମରେ ଚାଷୀଙ୍କ ଅତିରିକ୍ତ ଧାନ କ୍ରୟ କରାଯିବ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରତି କୁଇଣ୍ଟାଲ ପିଛା 2,369 ଟଙ୍କା ପ୍ରଦାନ କରାଯିବ। ପରବର୍ତ୍ତୀ ଖବର, ପ୍ରବଳ ତାତିରୁ ମିଳିବ ତ୍ରାହି। ଆଜିଠୁ ବଦଳିବ ପାଗର ମିଜାଜ। କାଳବୈଶାଖୀ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ। ଉତ୍ତର ଓଡ଼ିଶା ଓ ଏହାର ସଂଲଗ୍ନବର୍ତ୍ତୀ ପଶ୍ଚିମବଙ୍ଗ ଅଞ୍ଚଳ ଦେଇ ଏକ ଘୂର୍ଣ୍ଣିବଳୟ ରହିଛି। ଫଳରେ ବଙ୍ଗୋପସାଗରରୁ ଜଳୀୟ ବାଷ୍ପ ରାଜ୍ୟକୁ ପ୍ରବେଶ କରିବ, ଯାହା କାଳବୈଶାଖୀ ବର୍ଷା କରିବାରେ ସହାୟକ ହେବ। ଆଜିଠାରୁ 9 ତାରିଖ ଯାଏଁ ରାଜ୍ୟରେ ବିଶେଷ ପ୍ରଭାବ ରହିବା ନେଇ ଆଲର୍ଟ ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ପରବର୍ତ୍ତୀ ଖବର, ଆଜିଠୁ ମହଙ୍ଗା ହେଲା ଘରୋଇ LPG ଗ୍ୟାସ୍। ଗ୍ରାହକଙ୍କୁ ବଡ଼ ଝଟକା। ଯୁଦ୍ଧ ଯୋଗୁଁ ଘରୋଇ LPG ସିଲିଣ୍ଡର ଦର ବଢ଼ିଲା। ରୋଷେଇ ଘରେ ଆମେରିକା ଇରାନ ଯୁଦ୍ଧର ପ୍ରଭାବ। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭାରତୀୟ ରୋଷେୟାଶାଳ ଉପରେ ଶକ୍ତ ଚାପୁଡ଼ା ମାରିଛି। ଆଜି ଠାରୁ LPG ଦର ବୃଦ୍ଧି ପାଇଛି। ଏହାଦ୍ୱାରା ଦେଶର କୋଟି କୋଟି ଲୋକ ଆର୍ଥିକ ପ୍ରଭାବିତ ହୋଇଛନ୍ତି। ଘରୋଇ LPG ସିଲିଣ୍ଡର ମୂଲ୍ୟ ଶନିବାର ବୃଦ୍ଧି ପାଇଛି। ସାରା ଦେଶରେ 14.2 କିଲୋଗ୍ରାମ ଘରୋଇ LPG ସିଲିଣ୍ଡର ମୂଲ୍ୟ ପିଛା 60 ଟଙ୍କା ବୃଦ୍ଧି ପାଇଛି। ସେହିପରି ଆଜିଠାରୁ 19 କିଲୋଗ୍ରାମ ବାଣିଜ୍ୟିକ LPG ସିଲିଣ୍ଡରର ମୂଲ୍ୟ ମଧ୍ୟ 115 ଟଙ୍କା ବୃଦ୍ଧି କରାଯାଇଛି। ପରବର୍ତ୍ତୀ ଖବର, ତେଲକୁ ନେଇ ମନ୍ତ୍ରୀ ଦେଲେ ବଡ଼ ସୂଚନା। ରାଜ୍ୟରେ ତେଲର ଅଭାବ ହେବନି କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ତେଲର ଅଭାବକୁ ନେଇ ଗୁଜବ ସୃଷ୍ଟି ହେଉଛି। ଗୁଜବଠୁ ଦୂରରେ ରୁହନ୍ତୁ। ପର୍ଯ୍ୟାପ୍ତ ପରିମାଣରେ ତେଲ ମହଜୁଦ ଅଛି। ରୁଷିଆରୁ ପ୍ରଚୁର ପରିମାଣରେ ତେଲ ଏବେ ଆସୁଛି। ଅଯଥା ପେଟ୍ରୋଲ ପମ୍ପରେ ଭିଡ଼ କରନ୍ତୁନି କି ଘରେ ମହଜୁଦ ରଖନ୍ତୁନି। ସରକାର ଜାରି କରୁଥିବା ତଥ୍ୟ ଉପରେ କେବଳ ବିଶ୍ୱାସ କରନ୍ତୁ। କଳାବଜାରୀ ଉପରେ ନଜର ରଖାଯାଇଛି। ଦରକାର ପଡ଼ିଲେ ଆକ୍ସନ ହେବ। ପରବର୍ତ୍ତୀ ଖବର, PM କିଷାନ 22ତମ କିସ୍ତି ଆସିଲା। ବଡ଼ ଅପଡେଟ୍। କେନ୍ଦ୍ର ସରକାରଙ୍କ ଯୋଜନା ଭିତରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ପନ୍ନ ନିଧି ଯୋଜନା, PM କିଷାନ ଯୋଜନା ସବୁଠୁ ଲୋକପ୍ରିୟ। ସାରା ଦେଶର ଲକ୍ଷ ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଏହି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ଚାଷୀମାନଙ୍କୁ 21ଟି କିସ୍ତି ଦିଆଯାଇଛି ଏବଂ ଲକ୍ଷ ଲକ୍ଷ ହିତାଧିକାରୀ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପାଇଛନ୍ତି। ଚାଷୀମାନେ ଏବେ 22ତମ କିସ୍ତି ଉପରେ ନଜର ରଖିଛନ୍ତି, ଯାହା ବିଷୟରେ ନୂତନ ସୂଚନା ସାମ୍ନାକୁ ଆସିଛି। ପରବର୍ତ୍ତୀ ଖବର, ଯୁଦ୍ଧ ଭିତରେ ଆମେରିକାକୁ ଶକ୍ତ ଝଟକା ଲାଗିଛି। ଇରାନ ଉପରେ ଇସ୍ରାଏଲ ଓ ଆମେରିକା ମିଶି ମିଳିତ ଆକ୍ରମଣ କରୁଥିବା ବେଳେ ତେହେରାନ କରୁଛି ପ୍ରତି ଆକ୍ରମଣ। ଉପସାଗରୀୟ ଦେଶରେ ଘନ ଘନ ଆକ୍ରମଣ ଚାଲିଥିବା ବେଳେ ଇରାନ ନଷ୍ଟ କରିଛି $300 ମିଲିୟନ ମୂଲ୍ୟର ଆମେରିକୀୟ ରାଡାର। ପରବର୍ତ୍ତୀ ଖବର, ରାଗିଲେ ରାଷ୍ଟ୍ରପତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତି କରିଛନ୍ତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ସର୍ବଜନୀନ କାର୍ଯ୍ୟକ୍ରମରେ ମଞ୍ଚ ଉପରୁ ବେଙ୍ଗଲ ସରକାରଙ୍କ କାର୍ଯ୍ୟଶୈଳୀକୁ ନିନ୍ଦା କରିଛନ୍ତି। ଉତ୍ତର ବେଙ୍ଗାଲୋରରେ ଏକ ଅନ୍ତର୍ଜାତୀୟ ଆଦିବାସୀ ସମ୍ମିଳନୀ ହେବାରେ ଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଠାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥାନ୍ତେ, କିନ୍ତୁ ରାଜ୍ୟ ସରକାର ସେହି ସ୍ଥାନରେ ଆୟୋଜନ ପାଇଁ ଅନୁମତି ଦେଇନଥିଲେ। ଆୟୋଜନ ସ୍ଥଳ ପରିବର୍ତ୍ତନ ଓ ଲୋକଙ୍କ ପ୍ରତି ପ୍ରଶାସନର ବ୍ୟବହାରକୁ ନେଇ ରାଷ୍ଟ୍ରପତି ଅସନ୍ତୋଷ ପ୍ରକାଶ କରିଛନ୍ତି। ସର୍ବଜନୀନ ମଞ୍ଚରୁ ରାଷ୍ଟ୍ରପତିଙ୍କ ଏଭଳି ଅସନ୍ତୋଷ ପ୍ରକାଶ କରିବା ପ୍ରଥମ ଘଟଣା। ପରବର୍ତ୍ତୀ ଖବର ରେକର୍ଡ ଭାଙ୍ଗିଲା ସୁନ୍ଦର ପିଚାଇଙ୍କ ଦରମା ଆଗାମୀ 3 ବର୍ଷ ପାଇଁ ଗୁଗଲ ସିଇଓ ପିଚାଇଙ୍କୁ ମିଳିବ ବେଶ୍ ମୋଟା ଅଙ୍କର ଦରମା। କମ୍ପାନୀ ପକ୍ଷରୁ ତାଙ୍କ ଦରମାରେ ଜବରଦସ୍ତ ବୃଦ୍ଧି କରାଯାଇଛି। ଫାଇନାନ୍ସିଆଲ ଟାଇମ୍ସ ରିପୋର୍ଟ ଅନୁସାରେ ଆଲଫିବେଟ୍ ଦ୍ୱାରା ଅପରିଚାଳିତ ଗୁଗଲ ଆଗାମୀ 3 ବର୍ଷ ପାଇଁ ଏହାର ସିଇଓ ସୁନ୍ଦର ପିଚାଇଙ୍କ ମୋଟ ସମ୍ଭାବ୍ୟ କ୍ଷତିପୂରଣ ରାଶିକୁ $692 ମିଲିୟନ କରିଦେଇଛି। ଭାରତୀୟ ମୁଦ୍ରାରେ ଯାହାର ପରିମାଣ ହେଉଛି ପ୍ରାୟ 6,300 କୋଟି ଟଙ୍କା।